କାଲି ମୁଁ ଆସ୍ୱାଦନ କରିଥିଲେ ଲୋଭ ହିଁ ହେଉଛି ଏକମାତ୍ର ଏଇ ଯେଉଁ ରାଗାନୁଗା ଭଜନ ବା ରାଗାତ୍ମା ଭକ୍ତି ପ୍ରାପ୍ତ ହେବା ପାଇଁ ଲୋଭ ହିଁ ଏକମାତ୍ର ଆଧାର କୁହାଗଲା। ବ୍ରଜବାସୀମାନଙ୍କର ଯେଉଁ ସେବାର ପରିପାଟିକି ଦର୍ଶନ କରି ଯାହାର ମନ ଭିତରେ ଏଇ ଲୋଭ ଆସେ, ଭଲେ ମୁଁ ବି ଏଇ ପ୍ରକାର ସେବା କରିଥାନ୍ତି କି, ଏଇ ଲୋଭ ହିଁ ଧୀରେ ଧୀରେ ତାକୁ ସେଇ ସ୍ଥିତିକି ନେଇଯିବ ଜଣେ ସାଧକକୁ। ଦି ପ୍ରକାର ଭଜନ କୁହାଯାଇଥିଲା, ବୈଧି ସାଧନ ଭକ୍ତି, ରାଗାନୁଗା ସାଧନ ଭକ୍ତି କୁହାଯାଇଥିଲା। ବର୍ତ୍ତମାନ ରାଗାନୁଗା ସାଧନ ଭକ୍ତିର ବିବରଣ କଥା କହୁଛନ୍ତି। ରାଗାତ୍ମିକା ଭକ୍ତିର ଆସ୍ୱାଦକ ଗଣ ଯେଉଁ ଯେଉଁ ଭାବରେ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ପ୍ରୀତି କରିଥାନ୍ତି, ଯିଏ ସେଇ ଭାବ ପ୍ରାପ୍ତିର ପାଇଁ ଲୁବ୍ଧ ହୁଅନ୍ତି, ସେ ହିଁ ରାଗାନୁଗା ଭକ୍ତିର ଅଧିକାରୀ। ଭଗବାନଙ୍କର କୃଷ୍ଣଙ୍କର ନିତ୍ୟସିଦ୍ଧ ପରିକର ପାର୍ଷଦମାନେ ବ୍ରଜରେ ଯଶୋଦା, ନନ୍ଦ, ଯଶୋଦା ଆଦି ଯେତେ ସବୁ ସୁବଳ, ସୁଦାମା, ତୋକ କୃଷ୍ଣ, ମଧୁମଙ୍ଗଲ, ବିଶେ ଲଳିତା, ବିଶାଖା, ଗୋପୀମାନେ, ସ୍ୱାମିନୀ ଆଦି, ଏ ସମସ୍ତେ ସବୁ ବ୍ରଜବାସୀମାନେ ଯେଉଁ ପ୍ରକାର ଠାକୁରଜୀଙ୍କର ପ୍ରୀତିଭାଜନ କରୁଥିଲେ, ସେଟା କହିଲା ରାଗାତ୍ମିକା ଭକ୍ତି ସେମାନଙ୍କର। ସେ ରାଗାତ୍ମିକା ଭକ୍ତିର ଆଚାର୍ଯ୍ୟ ଯେଉଁମାନେ, ସେ ବ୍ରଜବାସୀମାନଙ୍କର ଆନୁଗତ୍ୟରେ ସେହିପରି ସେବା କରିବା ପାଇଁ ମନ ଭିତରେ ଯାହାର ଲୋଭ ଆସେ ବା କୃଷ୍ଣଚନ୍ଦ୍ରଙ୍କ ପ୍ରୀତି, ସେଇ ଭାବ ପ୍ରାପ୍ତି ପାଇଁ ଯାହାର ମନ ଭିତରେ ଲୋଭ ହୁଏ, ତାକୁ କହିଲା ରାଗାନୁଗା ଭକ୍ତି। ମାନେ ବ୍ରଜବାସୀମାନଙ୍କର କୃଷ୍ଣ ପ୍ରତି ସ୍ୱାଭାବିକ ପ୍ରୀତି, ବ୍ରଜବାସୀର କୃଷ୍ଣ ପ୍ରତି ସ୍ୱାଭାବିକ ପ୍ରୀତିଟା ତାଙ୍କ ପ୍ରୀତି ସ୍ୱାଭାବିକ, ନ୍ୟାଚୁରାଲ, ସେଇଟା ଆମକୁ ଶିଖାଯାଉଛି, ଆମର ସ୍ୱାଭାବିକ ନାହିଁ। ଆମକୁ ସାଧୁର ସଂସ୍ପର୍ଶରେ ଆସିଲେ, କେଉଁ ମହାତ୍ମା ଆମକୁ କୃପା କଲେ ବା କୌଣସି ଶାସ୍ତ୍ର କୃପାରୁ ଏହି ପ୍ରକାର ଆମେ ଧୀରେ ଧୀରେ ସଂସ୍କାର ଦିଆଗଲା ଆମକୁ, ଆମେ ହେଉଛେ। କିନ୍ତୁ ତାଙ୍କର ଜନ୍ମରୁ ସଂସ୍କାର ସେମାନଙ୍କ ନିତ୍ୟସିଦ୍ଧ ପରିକର, ସେମାନେ ତାଙ୍କର ତ ଠାକୁରଜୀଙ୍କର ପରିକର ସେମାନେ। ଏଥିପାଇଁ ସେମାନେ ଯେଉଁ ଭାବରେ ପ୍ରୀତିର ସହିତ ଶ୍ରୀକୃଷ୍ଣଙ୍କର ସେବା କରିଛନ୍ତି ବା ଭଲ ପାଇଛନ୍ତି, ସେମାନଙ୍କ ଯେଉଁ ଭାବ ନା, ସେଇ ଭାବ ପ୍ରାପ୍ତ ହେବା ପାଇଁ ଯାହା ମନ ଭିତରେ ଲୋଭ ଆସିବ ବା ସେଇ ଭାବ ପ୍ରାପ୍ତି ପାଇଁ ଯେଉଁମାନେ ଆତୁର ହୁଅନ୍ତି, ତାକୁ କୁହାଗଲା ରାଗାନୁଗା ଭକ୍ତିର ଅଧିକାରୀ। ସେଇ ରାଗାନୁଗା ଭକ୍ତିର ଅଧିକାରୀ ଯାହାଙ୍କର ମନ ଯେମିତି ଗୋଟେ ସଂସାର ପାଇଁ ଜଣେ ଲୋଭାସକ୍ତ ହେଉଛି, ଅର୍ଥ ରୋଜଗାର ପାଇଁ ଲୋଭରେ ଧାବିତ ହେଉଛି, ଇନ୍ଦ୍ରିୟ ସୁଖ ପାଇଁ ଲୋଭରେ ଧାବିତ ହେଉଛି, ପ୍ରତିଷ୍ଠା ପ୍ରାପ୍ତ ପାଇଁ ଲୋଭ, ଏହି ପ୍ରକାର ମନ ଭିତରେ ଯାହାର ଲୋଭ ହେଉଛି, ବ୍ରଜବାସୀମାନଙ୍କ ସଦୃଶ ମୁଁ ବି ଠାକୁରଜୀଙ୍କର ପ୍ରୀତିଭାଜନ କରି ତାଙ୍କରି ସେବା କରି, ତାହେଲେ ସେ ରାଗାନୁଗା ଭକ୍ତିର ଅଧିକାରୀ। ରାଗାନୁଗା ଭକ୍ତିଟା ଏଠି ଫୋର୍ସ କରାଯାଏନି, ଜଣକୁ ବାଧ୍ୟ କରି କରାଯାଏନି, ଏଇଟା ସ୍ୱାଭାବିକ ଧର୍ମ ତାର। ଅନ୍ତର ଭିତରେ ଆନ୍ତରିକ ପ୍ରୀତି ରହିଛି, ଅନାବିଳ ପ୍ରୀତି ରହିବ ଶ୍ରୀକୃଷ୍ଣ ପ୍ରତି, ଯେଉଁ ପ୍ରୀତି ଭିତରେ ଆଉ କୌଣସି ପ୍ରୀତି ନଥିବ, ପୁରା 100%, ଶତକଡ଼ା 100% ଠାକୁରଜୀଙ୍କ ପ୍ରୀତି ବାସ୍। ତାଙ୍କରି ପ୍ରୀତି ଶୟନେ, ସ୍ୱପନେ, ଜାଗରଣେ, ମାନେ କାୟିକ, ବାଚିକ, ମାନସିକ ସ୍ତରରେ କେବଳ ତାଙ୍କର ହିଁ ପ୍ରୀତି ସମ୍ପାଦିତ ହେଉଥିବ, ତାକୁ କହିଲା ରାଗାନୁଗା ଭଜନ। ରାଗାନୁଗା ଭକ୍ତି ବୈଧି ସାଧନ ভক্তির যে সমস্ত অঙ্গ কীর্তিত হইয়াছে, সেই সমুদয় অঙ্গ স্বীকার করেন। ରାଗାନୁଗା ଭଜନ, ରାଗାନୁଗା ଭକ୍ତି କୁହାଗଲା। ଦୁଇ ପ୍ରକାର ଭକ୍ତି। ରାଗାନୁଗା ଭକ୍ତିରେ ଅନ୍ୟ କୌଣସି ସ୍ୱତନ୍ତ୍ର ଭଜନ ନାହିଁ। ଆମର ବୈଧି ମାର୍ଗରେ ଯେଉଁ ଯେଉଁ ଭଜନ କୁହାଯାଇଛି, ଏଇ ଶ୍ରବଣ, କୀର୍ତ୍ତନ, ସେବା, ପୂଜା, ଶୃଙ୍ଗାର, ଏଇସବୁ ଯେତିକି, ଏହା ହିଁ କୁହାଯାଏ। ଏଇଠି ଆମକୁ ବାଧ୍ୟ କରି କୁହାଯାଉଛି, ସେଇଟା ବାଧ୍ୟ ନାହିଁ, ସେଇଟା ସ୍ୱାଭାବିକ ଚାଲିବ, ସେଇଟା ସ୍ୱତଃସ୍ଫୂର୍ତ୍ତି ହେବ, ସେଇଟା ସେସବୁ। ଏଇଠି ଆମକୁ ବାଧ୍ୟ କରାଯାଉଛି, ସକାଳୁ ଉଠେ, ମଙ୍ଗଳ ଆରତୀ କରେ, ଭଜନ କରେ, ଜପ କରେ, ସେବା କରେ, ଏଠି ଗୋଟେ ଡ୍ୟୁଟି କଲା ଭଳିଆ ଚାଲିଛି।
ଯେତେବେଳେ ଗୁରୁ ବୈଷ୍ଣବ କୃପାରୁ ଭଗବତ କୃପାରୁ ଯଦି ଆମର ଏ ପ୍ରତି ରୁଚି ଆସିଯିବ, ଅନର୍ଥ ଦୂର ହେଲା ପରେ ଆମେ ନ କଲେ ରହିପାରିବାନି। ଆମର ପ୍ରତି ମୁହୂର୍ତ୍ତରେ ସ୍ୱପ୍ନ ସୁଷୁପ୍ତି ଜାଗ୍ରତ ସ୍ୱପ୍ନର ଅବସ୍ଥାରେ ମଧ୍ୟ କେବଳ ଠାକୁରଜୀଙ୍କ ପ୍ରସନ୍ନତା ହିଁ ଆମର ଏକମାତ୍ର କାମନା ରହିବ। ତାକୁ କୁହାଗଲା ରାଗନୁଗା ଭକ୍ତି। ସେଇଠି ଆସିବ ଆନନ୍ଦର ପ୍ରେମଟା। ଏଥିପାଇଁ ରାଗାନୁଗା ଭକ୍ତିରେ ବି ଏଇ ମାର୍ଗ ହିଁ ଅଛି। ଏଇସବୁ ଭଜନ ଅଙ୍ଗକୁ ଯାଜନ କରାଯାଇଛି, ଅଙ୍ଗକୁ ସ୍ୱୀକାର କରାଯାଇଛି। ରାଗାନୁଗା ଭଜନ ଯେଉଁମାନେ କରୁଛନ୍ତି ସେମାନେ କ'ଣ ଠାକୁରଙ୍କୁ ଅର୍ଚ୍ଚନା କରୁନାହାନ୍ତି? ନା ସେମାନେ କ'ଣ ହରିକଥା ଶ୍ରବଣ କରୁନାହାନ୍ତି? ନା ହରିନାମ କୀର୍ତ୍ତନ କରୁନାହାନ୍ତି? ଏଇ ଯାହା ବୈଧି ମାର୍ଗରେ ଯାହା କୁହାଯାଇଛି ଏହା ହିଁ ସେଇ ପ୍ରକାର। ଏହା ସେପରି କ'ଣ, ଏପରିକି ସାଧନ କାଳରେ ଯାହା ଆମେ କରୁଛେ ସିଦ୍ଧି ପ୍ରାପ୍ତି ପର୍ଯ୍ୟନ୍ତ ସେ ହିଁ କରିବାକୁ ପଡ଼ିବ। ଗୋଲକୁ ଗଲେ ମଧ୍ୟ ସେଇ ଏଇ ସେବା ହିଁ, ଏଇ କୀର୍ତ୍ତନ, ଏଇ ଭଜନ, ଏଇ ସେବା ହିଁ। ଏଇଠି ବିଗ୍ରହଙ୍କ ଆଲେଖଙ୍କ ସମ୍ମୁଖରେ କରୁଛେ, ସେଠି ଯୁଗଳ ସରକାର ବିରାଜମାନ ଥିବେ ସେ ଆସନରେ ତାଙ୍କ ସମ୍ମୁଖରେ ବସିକି କରିବା। ଯେମିତି ରାସଲୀଳା କରୁଛନ୍ତି, ଯୁଗଳ ସରକାର ବସୁଛନ୍ତି ଦିବ୍ୟ ଶାସନରେ, ସମସ୍ତେ ତାଙ୍କ ସଖୀମାନେ ଯାଇକି ତାଙ୍କୁ ଶୃଙ୍ଗାର କରୁ, ତାଙ୍କୁ ଆହ୍ୱାନ କରୁଛନ୍ତି, ତାଙ୍କୁ ଅର୍ଚ୍ଚନା କରୁଛନ୍ତି, ପୂଜା କରୁଛନ୍ତି। ସେଇ ପ୍ରକାର ସ୍ୱରୂପ ଦର୍ଶନ ହେବ, ସାକ୍ଷାତକାର ଦର୍ଶନ ହେବ ସେଇଠି ଗୋଲକରେ। ଆମକୁ ଏଠି ଶିଖାଯାଉଛି, ଆମକୁ କୁହାଯାଉଛି ବିଗ୍ରହ ନ ତୁମେ ସାକ୍ଷାତ ବ୍ରଜନନ୍ଦନ। ଆମକୁ ଏଇଟା ସିଦ୍ଧାନ୍ତ କଥା କହୁଛନ୍ତି, କିନ୍ତୁ ଆମର ସେ ଅନୁଭବ ହେଉନି। ଯେତେବେଳେ ଅନୁଭବ ହୋଇଯିବ ନା, ସେ ଭଜନ ଅଲଗା, ସେ ଲୋଭ ଅଲଗା, ସେ ଆବିଳତା ଉତ୍କଣ୍ଠା, ସେ ପ୍ରୀତି ଅଲଗା। ସେଠି ଆଉ କିଛି ରହିବନି। ସେଠି ମାନ ଅପମାନ ଅଭିମାନ ଅଭିଳାଷ ଶରୀର ଜ୍ଞାନ କିଛି ତ ରହିବନି ସେଠି। ଏକମାତ୍ର ଠାକୁରଜୀଙ୍କ ପ୍ରସନ୍ନତା। ବୈଧ ଭକ୍ତଗଣ ବିଧି ଦ୍ୱାରା ଉତ୍ତେଜିତ ହୋଇ ଆଜି ଏ ସକଳ ଅଙ୍ଗ ସ୍ୱୀକାର କରନ୍ତି, କିନ୍ତୁ ରାଗାନୁଗା ଭକ୍ତିର ସାଧକଗଣ ରାଗାନୁଗା ପ୍ରବୃତ୍ତିର ଦ୍ୱାରା ହିଁ ତତତ୍ କାର୍ଯ୍ୟ ନିଯୁକ୍ତ ହୁଅନ୍ତି। ଏଇଟା ହିଁ ତଫାତ। ବୈଧ ଭକ୍ତମାନେ କ'ଣ କରନ୍ତି? ଏଇ ଭାବକୁ ପ୍ରକଟ କରିବା ପାଇଁ ଚେଷ୍ଟା କରାଯାଉଛି। କୃଷ୍ଣ ପ୍ରତି ଟିକେ ଭାବ ଆସେ। ଆମେ ଜବରଦସ୍ତ ବସି ନାମ କରୁଛେ। କହିଛନ୍ତି ଗୁରୁବର୍ଗ ନାମ କରିବା ଦରକାର। ନାମ କରିବା ସମୟରେ ବିଷୟ ଚିନ୍ତନ ରହୁଛି, ଦୁନିଆ ମନ ଭିତରେ କୁଆଡ଼େ କ'ଣ ଦୁନିଆ ଘୁରୁଛି, ଭଗବତ ନାମ ହୁଏନି। କିନ୍ତୁ ଉଦ୍ଦେଶ୍ୟ ରହୁଛି ଟିକେ ଭାବରେ ଭଗବାନଙ୍କୁ ଚିନ୍ତନ କରିବା। ରାଗାନୁଗା ଭଜନର ନାମଟା କ'ଣ? ବସିଲେ ମାଳା ଧରିଲାମାନେ ଠାକୁରଜୀ ସ୍ଫୂର୍ତ୍ତି ହେବେ, ମନ ଭିତରେ ଯୁଗଳ ସରକାର ସ୍ଫୂର୍ତ୍ତି ହେବେ ପୁରା। ତାଙ୍କ ଲୀଳା, ତାଙ୍କରି ଝାଙ୍କି, ତାଙ୍କରି କଥା, ତାଙ୍କରି ବଂଶୀର ମୂର୍ଚ୍ଛନା, ତାଙ୍କର ଛନ୍ଦା ଚରଣର ନୂପୁରର ଝଙ୍କାର, ତାଙ୍କର ତ୍ରିକଚ୍ଛ ଛାଣି, ତାଙ୍କର ଆଲୁଳାୟିତ କେଶ, ତାଙ୍କର ସେ କଟାକ୍ଷପାତ, ମନ୍ଦ ମନ୍ଦ ମୁସ୍କାନ ହସ, ତାଙ୍କର ସିକିପିଚ୍ଛ ନବଦୁର୍ବାଦଳ ଶ୍ୟାମଳ ଶରୀର, ତାଙ୍କର କୁଞ୍ଜ ନିକୁଞ୍ଜ, ଏସବୁ ନାଚିବ ମନ ଭିତରେ। ତାକୁ କଲା ରାଗାନୁଗା ଭଜନ। ଆମକୁ ଅଭ୍ୟାସ କରାହେଉଛି ଏସବୁ। କଥା ଶୁଣୁଛେ, କୀର୍ତ୍ତନ କରୁଛେ, ଜପ କରୁଛେ, ଅପରାଧରୁ ମୁକ୍ତ ହେବା ପାଇଁ କୁହାଯାଉଛି। ବିଭିନ୍ନ ପ୍ରକାର ଔଷଧ ପାନ ସେବନ କରୁଛେ, ପଥି ମାନୁଛେ। ଏସବୁ କରୁ 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 ଜଣଙ୍କର ସ୍ଥିତି ଆସିବ, ହଠାତ୍ ଆସିବନି। ଏଥିପାଇଁ ଗୋଟେ ଜିନିଷ ଦରକାର, ଗୋଟେ ପଟେ ସଂସାରରୁ ନିବୃତ୍ତ ହେବାକୁ ପଡ଼ିବ, ଗୋଟେ ପଟେ ଏପଟେ ପ୍ରବୃତ୍ତି ହେବାକୁ ପଡ଼ିବ। ଦୁଇଟା ନୌକାରେ ଗୋଡ଼ ଦେଲେ ଏ ସ୍ଥିତି ଯାଇପାରିବନି, ଏ ସ୍ଥିତିରେ ପହଞ୍ଚି ପାରିବନି। ପୁରା ଦୃଢ଼ତା ସହିତ ଏ ପଥରେ ରହିବା ଦରକାର। ଗୋପୀମାନେ ସଂସାର ବି କରିଥିଲେ ତାଙ୍କର, କଲେ ମଧ୍ୟ ସେମାନଙ୍କର ସବୁବେଳେ ଚିନ୍ତନ ଠାକୁରଜୀ ଚିନ୍ତନ ତାଙ୍କର। ଏପରି ଦହି ଦଧି ବିକ୍ରି କରୁଛନ୍ତି, ଦହି ଦଧି ଭୁଲିଗଲେ ସେମାନେ। ଗୋବିନ୍ଦ ଲୋ, ମାଧବ ଲୋ, ଦାମୋଦର ଲୋ, କି ପ୍ରକାର ପାଗଳୀନ ଅବସ୍ଥା ଚିନ୍ତା କର। ବେପାର କରୁଛନ୍ତି କିନ୍ତୁ ତାଙ୍କର ଉଦ୍ଦେଶ୍ୟ, ତାଙ୍କର ଚିନ୍ତନଟା ଶ୍ୟାମସୁନ୍ଦର ଚିନ୍ତନ। ଦିନ ସାରା ଗୋଚାରଣ କରିବା ଠାକୁର ଯାଆନ୍ତି, ଗୋପୀମାନେ ଦିନ ସାରା ସବୁ କାମ କରୁଥିବେ, କିନ୍ତୁ କଲେ ମଧ୍ୟ ଚିନ୍ତନରେ ଥିବେ କେବଳ ଶ୍ୟାମସୁନ୍ଦରଙ୍କ, ତାଙ୍କରି ଚିନ୍ତନ ଥିବେ। ରୋଷେଇ କରୁଥିବେ ତାଙ୍କରି ଚିନ୍ତନ, ଝାଡ଼ୁ କରୁଥିବେ ତାଙ୍କରି ଚିନ୍ତନ, କାଣ୍ଡା ତିଆରି କରୁଥିବେ ତାଙ୍କରି ଚିନ୍ତନ। ଯାହା ବି ସବୁ ତ ନିଜର ଶ୍ୱଶୁରର ସେବା, ସ୍ୱାମୀର ସେବା, ପରିବାର ସେବା, ନିଜ ଲାଲାର ଯତ୍ନ ସବୁ କରୁଥିବେ, କିନ୍ତୁ ତାଙ୍କର ମାନସିକ ସ୍ଥିତିରେ କେବଳ ଠାକୁରଜୀଙ୍କ ଚିନ୍ତନରେ। ଏଇ ପ୍ରକାର ସ୍ଥିତି କେତେ ଜଣଙ୍କର ଅଛି ଜଗତରେ, ସଂସାରର? ଯେଉଁମାନଙ୍କ ଅଛି ସେମାନଙ୍କୁ ସଦ୍ଗୃହସ୍ଥ କୁହାଗଲା। ସେମାନେ ପ୍ରକୃତରେ ଭଜନର ଅଧିକାରୀ। ସେମାନେ ଭଲ ତ୍ୟାଗୀ ହୁଅନ୍ତୁ କି ଗୃହୀ ହୁଅନ୍ତୁ, ଯାହା କଲେ ମଧ୍ୟ ଚିନ୍ତନଟା ଠାକୁରଜୀ ମଧ୍ୟରେ ରହିବା ଦରକାର।
से स्थिति आसपा ये अभ्यास करिया दरकार आमर कौन अच्छी भगवान पाखे बसिकी भगवान का नाम माला को धरिकी भगवान का नाम उच्चारण करुचे मन जाऊँगी कुआड़े शरीर साधुनी के संग मन तो रम्य संसार में मन तो संसार रमण कर शरीरटा साधु संग कर लाभटा कौन रंग चढ़नी रंग केवे आख लोभ रखा दरकार लोभ जो मान रे वस्तु प्रति से माने अवश्य प्रारब्ध तांको अटकई दे पारे किछि दिन कि जो मान लोभ थी अपराध मुक्त होते विशेषकर गुरु वैष्णव कृपा दरकार ये पथरे आ कौन मार्ग ना महत्तर कृपा आ कि जदि महत्पुरुष कृपा करदे ताहले कल्याण जा महत्पुरुष कृपा करेंगे केमती कृपा कृपा कले करेंगे कि ना से जहाँ कही पालन करिया दरकार से सब पाठ कीर्तन जप ये सब कही औषध पान कर कही आ पथी कही विषय चिंतन करनी लोक संगठन बेसी करनी बेसी संपर्क रखियोनी असत लोक सहित विभिन्न प्रकार सब नियम कही से सब पालन कले ही जड़े धीरे धीरे उन्नति हम ना हेनी तेणु वैध भक्त प्रयास करे चेष्टा करे से यही भाव को प्रकट करने किंतु अंग को स्वीकार करते किंतु रागानुगा भक्ति साधक माने रागानुगा प्रवृत्ति रागानुगा प्रवृत्ति माने स्वाभाविक प्रीति तांकर कृष्ण प्रति स्वाभाविक प्रीति तांकर ब्रजवासी मानकर आसक्ति होगा दरकार जमती गोटे संसार गोटे पु गोटे झील प्रति आसक्ति होची से ता बापा पाखे थो माँ पाखे थो तार दुनिया ऑफिस काम करूँ जहाँ सब करूँ किंतु सब 24 घंटा से झीला चिंता करूँ से संसार प्रीति जो काम शक्ति जाओ कहला से तार चिंता करूँ से पूरा ठाकुर जी प्रति यही जो विचारधारा ना यही प्रकार आसक्ति हो रखे द्वारा ए कौन सी इंद्रिय सुख ना ए कृष्ण ठाकुर जी इंद्रिय प्रति प्रसन्नता पाए कि क्रियाटा उदाहरण पूरा दि जाऊँगी जमी मद्यप मद्यपान कले से रास्तार चालू तो तार देह वस्त्र अच्छी कि जापर से नंगला हो चल जापर से नेकड़े से बहुत मुझे ठीक चलती ये अवस्था से प्रकार कृष्ण मदिरा जो मैंने पान कर स्थिति से प्रकार किए गाड़ी कलते किसी ना प्रशंसा कले कि ना किए देले किए पचारे कि कौन जायस नहीं सब सी चिंतित था आपको कहला रागुनागा भज उन्माद अवस्था पागलन अवस्था जो मानकर हिताहित विवेक किसी ज्ञान ना पूरा विचार ना केत कौन करते सब सब किंतु गोटे चिंतन करते ठाकुर जी को आम तो महाप्रभु धारा आस्य आम मैंने आम मानकर प्राथमिक स्तर आम सब रही भजन कर गुरु वैष्णव कृपारू ये सब करूँ करूँ आम वास्तव अपराध मुक्त हो जाए अपराध बड़ पावरफुल अपराध संपूर्ण मुक्त हो आ सदैव सर्वांतकरण गुरुवानुगत्य स्वतंत्रता को त्याग करी कौन स्वार्थ न रखिक कौन अभिमान न रखिक कौन अभिलाष न रखिक केवल ठाकुर जी प्रसन्नता तांकरी अनुशीलन करवा देखियो किछि दिन भितर से स्थिति आसी से मानस परिवर्तन हो मानसिक तरह से स्फूर्ति किंतु आमर असुविधा आम पाखे आमर स्वाधीनता रही जाऊँगी स्वतंत्रता रही जाऊँगी आमर दुनिया अभिलाष रही संपूर्ण शरणागत ना आम गुरु वैष्णव पाखे खाली करुचे सेवा टे जप करुचे कि द्वारा कौन हो आम जहाँ भावचे से ही फलुचे भगवान को ठाकुर को चिंता कले ठाकुर फलिए ना ब्रजवासी मैंने जहाँ भी करुले से भगवान को चिंतन करते तेणुक भगवत प्राप्ति होगा तांकर परिवेश सेमती सब ब्रजर परिवेश ठाकुर जी जो समय विराजमान करते एवं तो गाड़ी घोड़ा पे पा सब छाड़ एवर कथा छाड़ बर्तमान जो समय ठाकुर जी विराजमान करते से समय देखिए कौन सब सका सका मयूर मानकर राव मयूर मानकर जो तापर भ्रमर मानकर गुंजन जमुनार कल कल नाद निर्झरण नाद तापर विशेषकर ठाकुर जी बंशीर मूर्छना आ विशेष प्रभाव थिला ब्रजरे गोमाता बाछ मानकर हंबा हंबा रड़ी आ ग्वाल ग्वाला मानकर हे हे हो हल्ला ये सब जो शब्द ना सबुटी गोमूत्र गोमयर जो सुगंध विचलित होता सारा ब्रजरे से परिवेशर भक्ति की प्रेम उद्रेक करने उपयुक्त परिवेश
ବର୍ତ୍ତମାନ ପରିବେଶ କଳିର ପ୍ରଭାବରେ ସବୁ ଧୀରେ ଧୀରେ କଣ୍ଟାମିନେଟେଡ଼ ହେଇଯାଉଛି, ଏଥିରେ ଉତ୍ତେଜ ହେଉନି। ତେଣୁକୁ ଯେଉଁ ଆମେ ଯେଉଁଠି ରହୁଛେ, ଯେଉଁ ପରିବେଶ, ଜଣେ ଘରେ ରହୁ କି ମନ୍ଦିରରେ ରହୁ ବା ଯେଉଁଠି ରହୁ, ତା ପରିବେଶଟା ଏମିତି ତିଆରି କରିବା ଦରକାର ଯେମିତି ସବୁକିଛି ଭକ୍ତିର ଅନୁକୂଳ ତିଆରି ହେବ। ଯେମିତି ଆମର ଭଜନରେ ବାଧା ଦେବା ପାଇଁ କୌଣସି ବସ୍ତୁ ନ ରହିବ। ଆମର ଯେଉଁପଟେ ଆଖି ପଡ଼ିବ ସବୁପଟେ ଠାକୁରଙ୍କ ବିଗ୍ରହ, ଗୁରୁ ବୈଷ୍ଣବ ବିଗ୍ରହ, ସବୁବେଳେ ତୁଳସୀ, ଭାଗବତ ବା ଗଙ୍ଗା ଯମୁନା। ଏଥିପାଇଁ ପ୍ରଭୁପାଦ ଆମର ମଠ ତିଆରି କଲେ, ଚୈତନ୍ୟ ମଠ, ମୂଳ ମଠ। ସେଠି ରାଧାକୁଣ୍ଡ କଲେ, ଶ୍ୟାମକୁଣ୍ଡ କଲେ, ସେଇଠି ଗୋବର୍ଦ୍ଧନ ପ୍ରକଟ କରିଲେ। କରିବା ଅର୍ଥ ହେଲା ତାକୁ ଦର୍ଶନ କରିବ, ଦର୍ଶନ କଲେ ସେ ପୁରା ସ୍ଫୂର୍ତ୍ତିଟା ହେବ, ଯେଉଁଠି ରହିଲେ ମଧ୍ୟ ବ୍ରଜ ଭାବଟା ଆସିବ। ଏଥିପାଇଁ ମହାତ୍ମାମାନେ କରନ୍ତି। ଏଇଠି ବି ଆମର ଶ୍ୟାମାନନ୍ଦଜୀ ଆସିଥିଲେ, କାନପୁର ଶ୍ୟାମାନନ୍ଦ ପ୍ରଭୁ ଆସିଥିଲେ, ଶ୍ୟାମାନନ୍ଦଜୀ ମହାରାଜ, ସିଏ ବି ସେ ରାଧାକୁଣ୍ଡ ଶ୍ୟାମକୁଣ୍ଡ କରିଛନ୍ତି, ସେଇଠି ବି ଗୋବର୍ଦ୍ଧନ ପ୍ରକଟ କରିଛନ୍ତି। ଏମିତି ହେଉଛି ଆମର ଯେମିତି ରାଧାନାଥ ସ୍ୱାମୀ ନ୍ୟୁ ବୃନ୍ଦାବନ କରିଛନ୍ତି ବମ୍ବେରେ, ସେ ବି ସେଠି ସେ ସବୁ ତିଆରି କରିଛନ୍ତି, ସବୁ ନ୍ୟୁ ଗୋଲକ ବୃନ୍ଦାବନ କରିଛନ୍ତି। ମହାତ୍ମାମାନଙ୍କର ବିଚାର କ'ଣ, ସେମାନେ ଯେଉଁଠି ରହିଲେ ମଧ୍ୟ ସବୁବେଳେ ସେ ବ୍ରଜ ଭାବରେ, ସେଇଟା ହିଁ ବ୍ରଜବାସୀ ସ୍ଥିତି। ବ୍ରଜରେ ବାସ କଲେ ବ୍ରଜବାସୀ କଥା କୁହାଯାଏନି, ବ୍ରଜ ଭାବରେ ଯେଉଁ ରହୁଛନ୍ତି ସେଇଟା ହିଁ ବ୍ରଜ ସ୍ଥିତି କୁହାଗଲା। ବ୍ରଜ ଭାବ ରହିବା ଦରକାର, ସବୁବେଳେ ମନ ଭିତରେ ସେଇ ଚିନ୍ତନ ରଖିବା ଦରକାର। ସେଇ ଚିନ୍ତନ ହେବ କେମିତି? ସତ୍ସଙ୍ଗ ମାଧ୍ୟମରେ, ଚେଷ୍ଟା କଲେ ହେବନି। ବିଶେଷ କରି ମହତ୍ ଗୁରୁ କୃପା ଦରକାର, ନହେଲେ ସେ ସ୍ଥିତି ଆସିବନି। ନିଜେ ଚେଷ୍ଟା କଲେ କିଛି ହେବନି। ଯେଉଁମାନେ ଆନୁଗତ୍ୟ ରହୁଛନ୍ତି, ଭଜନ କରୁଛନ୍ତି, ସେମାନେ ଧୀରେ ଧୀରେ, ଏ ସାଧାରଣ କଥା ଆଜ୍ଞା, ଗୋଟେ ବଦ୍ଧ ଜୀବ ଆମେ, ଆମ ଭିତରେ ହାଡ଼, ମାଂସ, ରକ୍ତ, ମଳ, ମୂତ୍ର, କ୍ଲେଦ, ଶ୍ଲେଷ୍ମା ଭରି ହେଇଛି, ସବୁ ବର୍ଜ୍ୟ ବସ୍ତୁ ଆଉ ଭରି ହେଇଛି। ଏଇ ବସ୍ତୁରେ କିଛି ନାହିଁ, ସବୁ ଯାକ ବର୍ଜ୍ୟ ବସ୍ତୁ। ଆକୁ ଯଦି ଖାଇବ ବୋଲେ କୁକୁର 2-3ଟା କୁକୁର ଗୋଟେ ଘଣ୍ଟାଟି ଭିତରେ ଖାଇଦେବେ ଏ ଶରୀରଟାକୁ, ମରିଗଲେ। ଏତି ନା, 2 ଘଣ୍ଟାଟି ଭିତରେ ଫିନିସ୍ କରିଦେବେ। ସାର୍ ଆ ଭିତରେ ଆହୁରି କ'ଣ ଅଛି? ଦୁନିଆ ଦୁର୍ଗୁଣ ଅଛି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ହିଂସା, ଦେଶ, ପରଶ୍ରୀକାର୍ତ୍ତତା, ବିଭିନ୍ନ ପ୍ରକାର ଦୁର୍ଗୁଣ ସବୁ ରହିଛି। ଏସବୁ ଯେତେ ସବୁ ଇନ୍ଦ୍ରିୟ ଗୁଡ଼ିକ ଦେଇଛି, ଇନ୍ଦ୍ରିୟ ଗୁଡ଼ିକ ସବୁ ଦୂଷିତ ସବୁ। ଏ ଚକ୍ଷୁ ସବୁବେଳେ ଅସତ ରୂପ ଦେଖିବା ପାଇଁ ଇଚ୍ଛା କରିବ, କାନ ସବୁବେଳେ ପ୍ରଶଂସା ଶୁଣିବା ଇଚ୍ଛା କରିବ, ଅନ୍ୟର ନିନ୍ଦା ଶୁଣିବା ପାଇଁ ଇଚ୍ଛା କରୁଛି କାନ, ଜିହ୍ୱା ସବୁବେଳେ ଅମେଧ୍ୟ ଗ୍ରାସ ଖାଇବା ପାଇଁ ଇଚ୍ଛା କରେ, ଜିହ୍ୱା ସବୁବେଳେ ଅଶ୍ରାବ୍ୟ କଥା କହିବା ପାଇଁ ଇଚ୍ଛା କରେ। ଏହି ପ୍ରକାର ଇନ୍ଦ୍ରିୟ ଗୁଡ଼ିକ ମଧ୍ୟ ସବୁବେଳେ ଦୂଷିତ। ତଥାପି ଠାକୁରଜୀ କୃପା କରିଛନ୍ତି, ତାଙ୍କର ପ୍ରତିନିଧିମାନଙ୍କୁ ଜଗତକୁ ପଠାଇକି ଆମ ଭଳିଆ ତ୍ରିତାପ କ୍ଳିଷ୍ଟ ସନ୍ତପ୍ତ ଦଗ୍ଧୀଭୂତ ଜୀବମାନଙ୍କ ପ୍ରତି କୃପା କରି ଆମକୁ ଭାଗବତ ସେ ହରିନାମ ଦେଉଛନ୍ତି। ଗୋଲୋକର ପ୍ରେମ ଧନ ଜୁହାରେ ଉଚ୍ଚାରଣ କରି କହୁଛନ୍ତି, ଏ ଉଚ୍ଚିଷ୍ଟ ଜୁହାରେ ଭଗବାନଙ୍କ ନାମ ଉଚ୍ଚାରଣ କରିବା ପାଇଁ କହୁଛନ୍ତି, ଭାଗବତ ପଢ଼ିବା ପାଇଁ କହୁଛନ୍ତି, ସତ୍ସଙ୍ଗ କହୁଛନ୍ତି। ବିଗ୍ରହ ରୂପରେ ଆସିଛନ୍ତି ଠାକୁରଜୀ, ଶାସ୍ତ୍ର ପୁରାଣ ତିଆରି କରିଛନ୍ତି, ଧାମ ଆଜି ପ୍ରକଟ କରିଛନ୍ତି। ଏସବୁ ଏତେ ସୁନ୍ଦର ପରିବେଶ ଆମକୁ ଦେଇଛନ୍ତି, ତାର ଯଦି ଫାଇଦା ନ ଉଠାଇବା, ପ୍ରକୃତରେ ଆମ ଶରୀର ଯୋଗ୍ୟ ନୁହେଁ। ଆମ ଶରୀର ପ୍ରକୃତରେ ସେ ପଥ ଯିବା ପାଇଁ ପୁରା ଅନକ୍ୱାଲିଫାଏଡ଼, ପୁରା ଇଏ ଯୋଗ୍ୟତା ବିଲକୁଲ ନାହିଁ। ସେ ତଥାପି ଅଯୋଗ୍ୟ ମଧ୍ୟ ଯୋଗ୍ୟତା ପ୍ରଦାନ କରିଛନ୍ତି। ଭଗବାନଙ୍କର ଅନ୍ତଃକରଣର ସେଇ କରୁଣାର ମୂର୍ତ୍ତି ଗୁରୁବର୍ଗ ଆସି ଜଗତକୁ, ତା'ର ମହତ୍ଵ ବୁଝିବା ଦରକାର। ଆମେ କେଉଁ ସ୍ଥିତିରେ ଅଛେ। ଜଣେ ସେ ପ୍ରକାର ସମ୍ପୂର୍ଣ୍ଣ ଶରଣାଗତି ଯଦି ଭଜନ କରିବ, ଲୋଭ ରଖିବ, ଧୀରେ ଧୀରେ ସେ ପାହାଚ ଅଗ୍ରସର ହେଇଯିବ, ସେ ଆନନ୍ଦ ପାଇ। କାହିଁକିନା ଏଇଟା ପ୍ରେମର ମାର୍ଗ, ତ ଏଠି ଅନ୍ତଃକରଣର ପୁରା ଉଦ୍ଦୀପନ ହେବା ଦରକାର, ସେ ପୁରା ଆବେଗ ଆସିବା ଦରକାର, ସେ ପୁରା ଅନୁରାଗ ଆସିବା ଦରକାର ଠାକୁରଜୀଙ୍କ ପ୍ରତି, କିଶୋରଜୀଙ୍କ ପ୍ରତି। ମହାପ୍ରଭୁ କ'ଣ ନ କରିଛନ୍ତି ଆଜ୍ଞା, ଗମ୍ଭୀରରେ ଖାଲି 24 ବର୍ଷ କାଳ, ବିଶେଷ କରି 18 ବର୍ଷ କାଳ ଖାଲି କାନ୍ଦି କାନ୍ଦି ପଳେଇଛି ତାଙ୍କ ଜୀବନଟା। 18 ବର୍ଷ କାଳ ଗମ୍ଭୀରରେ ଖାଲି ସବୁବେଳେ କ୍ରନ୍ଦନ କରିଛନ୍ତି। ତା ପୂର୍ବରୁ ମାନେ ପୃଷ୍ଠ ବିରହରେ ବ୍ୟଥିତ ହେଇକି ତାଙ୍କର ଯେଉଁ ସ୍ଥିତି ନା, ସେ ସ୍ଥିତି ଆମର କାହିଁ। କେତେ ବର୍ଷ ମଠାସ କଲେ ମଧ୍ୟ ଯେତେ ମହାପ୍ରସାଦ ସେବନ କରୁଛେ, ହରିନାମ କରୁଛେ, ସବୁକିଛି କରୁଛେ, ସବୁ ବଢ଼ିଆ ତିଲକ ମାଳି କରି କେତେ କ'ଣ ସବୁ ରହୁଛେ, କାହିଁ ହରିନାମ କଲେ, ଭଗବାନଙ୍କୁ ଡାକିଲେ ଟିକେ ଚକ୍ଷୁରୁ ଅଶ୍ରୁପାତ ହେଉଛି ନା, କଣ୍ଠ ଗଦଗଦ ହେଉଛି ନା, ଶରୀର ରୋମାଞ୍ଚ ହେଉଛି ନା, ପୁଲକ ହେଉଛି ନା, ସେ ପ୍ରକାର ସ୍ଥିତି ଆସୁଛି ଆମର। କାହିଁକି ନା ତା'ର କାରଣ ହେଉଛି ଭରି ହେଇଛି ଦୁନିଆ ମଳି ଭରି ହେଇଛି, ଦୁନିଆ ଅଭିଳାଷ ରହିଛି ଆମର ଅଭିମାନ ଯାଇନି, ଆମମାନଙ୍କର ସଂସ୍କାର ହେଇନି। କିନ୍ତୁ ଯେଉଁମାନେ ସେ ଲୋଭ ରଖୁଛନ୍ତି ତାଙ୍କ ସ୍ଥିତି ଅଲଗା, ସେ ମହାତ୍ମାମାନଙ୍କର ବୈଷ୍ଣବମାନଙ୍କର, ସେମାନେ ଠିକ୍ ପଥକୁ ଯାଉଛନ୍ତି। ଲୋଭ ନ ରଖିଲେ ଯିବ କି? ଜଣେ ଯଦି ପାଠ ପଢ଼ିବ, ଆମର ଗୋଟେ ସାଙ୍ଗ ଥିଲା କଲେଜରେ, ଏ ଧନୀ ଘର ପିଲା ଗୋଟେ, ତା
ତାକୁ ସାର୍ ଥରେ ପଚାରିଲେ ତୁମେ କାହିଁକି ସେମିତି ମିସଚିଫ୍ କରୁଛ? ସେ କହିଲେ ସାର୍ ମୋର ପଢ଼ିବା ପାଇଁ ଇଚ୍ଛା ନାହିଁ, ଘରେ ବାଧ୍ୟ କରି ପଠେଇଲେ, ମୁଁ ଆସି ଖାଲି ଏଠି ଟିକେ ରିଲାକ୍ସ କରିବା ପାଇଁ ଟାଇମ୍ ପାସ୍ କରିବା ପାଇଁ ଆସିଛି। ଏଇ ପ୍ରକାର ଯେଉଁମାନେ ବି ଭଜନ ମାର୍ଗକୁ ଭାବୁଛନ୍ତି ସେମାନେ ଆଗକୁ ଯାଇପାରିବେନି। ଯେଉଁମାନେ ବାସ୍ତବରେ ସିନ୍ସିୟର୍ ହେଇକି ଯାଉଛନ୍ତି, ଯେଉଁ ପିଲା ଯେଉଁ ଷ୍ଟୁଡେଣ୍ଟ ଯେଉଁ ଛାତ୍ର ପ୍ରକୃତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପାଠ ପଢ଼ିବା ଦରକାର, ତାର ଲକ୍ଷ୍ୟସ୍ଥଳ ସେଇ ପ୍ରକାର। ଇଏ ବି ଗୋଟେ ଶିକ୍ଷା ଏତ ନା, ଏଇଠି ବି ଯେଉଁମାନେ ଭକ୍ତି ମାର୍ଗ ବି ଯେଉଁମାନେ ସଂସାରରୁ ନର୍କରୁ ଉଦ୍ଧାର ହେଇ ଜନ୍ମ ଜନ୍ମାନ୍ତର ମାତୃ କୁକ୍ଷୀରେ ଯେଉଁ ଘୁରୁଥିଲେ ଆମେ ବିଭିନ୍ନ ପ୍ରକାର କଷ୍ଟ ପାଉଛେ, ଏ ସବୁ କଷ୍ଟରୁ ଉଦ୍ଧାର ହେଇକି ଭଗବତ ରାଜ୍ୟରେ ପ୍ରବେଶ କରିବା, ସେଠାର ଅମୃତତ୍ୱ ଆସ୍ୱାଦନ କରିବା, ସେଥିପାଇଁ ଲୋଭ ରଖିବା ଦରକାର ନା। ଆରେ ମରିବାକୁ ନା ଏ କୁକୁର ଘୁଷୁରି ଭଳିଆ ସଂସାରରେ ଖାଇ ପିଇକି ମରିବାକୁ ଆଇଛି ନା କ'ଣ? ସେ ପ୍ରକାର ପୁରା ଲୋଭ ରଖିବା ଦରକାର। ରଖିଲେ ଦେଖିବ ସେ ଆରତିର ସହିତ ଯିବ, ସମୟ ନଷ୍ଟ କରିବନି, ଅପରାଧ କରିବନି, କାହା ପ୍ରତି ଅଭିମାନ ନାହିଁ, କାହା ପ୍ରତି ରାଗ ନାହିଁ, ଦ୍ୱେଷ ନାହିଁ, ସବୁବେଳେ ନିଜର ଭଜନରେ ସେ ରହୁଥିବ। ଯିଏ ଉତ୍ତମ ଛାତ୍ରର ଲକ୍ଷଣ, ସେ କିଛି ଦେଖେନି, ସେ ତାର ପଢ଼ାଟା ହିଁ ତାର ସର୍ବସ୍ୱ। ସେମିତି ପ୍ରଭୁପାଦ କଲେ ନିଜ ଭଜନ ନିଜ ସର୍ବସ୍ୱ, ଭଜନଟା ହିଁ ଗୁରୁତ୍ୱ। ସେ ପ୍ରକାର ଲୋଭ ଜୀବନ ଯାଉଛନ୍ତି। ଆମର ଲୋଭ ଆମକୁ ତ କେତେ କେତେ ତୁ ଯେତେ ମାଟିବୁ ମାଠେ, ମୁଁ ସେଇ ଦରପୋଡ଼ା କାଠ ନା। ଆର ଓନି ମିନିଟ୍ କ'ଣ ମୁଁ ଜାଣିନି। ଦରପୋଡ଼ା କାଠ, ଦରପୋଡ଼ା ଯେତେ ମାଠିବୁ ମାଠେ, ମାଠେ ମାନେ ତାକୁ ମାର୍ଜନ କରିବ। ଅଙ୍ଗାରଟାକୁ ମାର୍ଜନ କଲେ ହେବ କି ନା? ଅଙ୍ଗାରଟାକୁ ଯଦି ସତ ଧୋତେ ନ ଯେଉଁ କୁହାଗଲା, ଅଙ୍ଗାରଟାକୁ ଯେତେ ମାର୍ଜନ କଲେ କ'ଣ ଧଳା ହେବ ନା କ'ଣ? ସେ କଳା ହିଁ ବାହାରିବ, କଳା ବାହାରିବ। ସେମିତି କିଛି ନାହିଁ। ଭକ୍ତି ମାର୍ଗ ଚମତ୍କାର ଏଇଠି ଅଛି। ଯଦି ବାସ୍ତବରେ ଗୁରୁ ବୈଷ୍ଣବ କୃପା ପଡ଼ିଯିବ ନା, ଏଠି ସାଧାରଣ ଅସାଧାରଣ ଜଣ ହେଇଯିବ। ଜଗାଇ ମାଦେବ ଭଳିଆ ମହାତ୍ମା ଏତେ ବଡ଼ ଟେରରିଷ୍ଟ ଭଳିଆ ଥିଲେ, ସେମାନେ ବଡ଼ ମହାତ୍ମା ହେଇଗଲେ, ପ୍ରାତଃସ୍ମରଣୀୟ ହେଇଗଲେ। ଲକ୍ଷ୍ମୀରା ସଦୃଶ ବେଶ୍ୟା ମଧ୍ୟ ସେ ବି ବଡ଼ ମହାନ୍ତି ହେଇଗଲେ। ଅସମ୍ଭବ ସମ୍ଭବ ହେଉଛି ଜଗତରେ, କେବଳ ମହତ୍ କୃପା ଯଦି ପଡ଼ିଯିବ, ଯଦି ସେ ପ୍ରକାର ଶରଣାଗତରେ ଭଜନ କରାଯିବ। ଆମମାନଙ୍କ ଶ୍ରଦ୍ଧା ନାହିଁ ପ୍ରଥମ କଥା। ହଁ କରୁଛେ ଗୋଟେ ଚାଲିଛି ଗୋଟେ। वैद भक्त्याधिकारी तो भावाविर्भावनावधि अत्र शास्त्रं तथा तर्कम अनुकूलम पेक्ष्यते। वैद भक्तरे कौन? वैद भक्त अधिकारी माने तांकर भाव विभाव विभिन्न प्रकार सब विधि रही, शास्त्र तथा अनुकूल विचार सब रही, अपेक्षा करा जाए। श्रवण कीर्तनादीनि वैदभक्ति दितानि तु धान्यांगानि चत्तान्यत्र विज्ञायानि मन्यते। ये प्रकार श्रवण कीर्तन नवदा भक्ति आदि प्रकार सब रोचि कहला। ततत कथा रतश्चाद कुर्वस्वादं ब्रजे सदा। सबले ब्रजरे ही विचरण करती भगवत कथा रमण करी करी। तेणु कहुई सेवा साधक रूपेण सिद्ध रूपेण च अत्र ही तद्भावालिप्सना कार्य ब्रजलोकान सारतः। सेवा साधक रूपेण, साधक रूप से सेवा करियो, सिद्ध रूप से प्राप्त हम सेटा जोड़ा साधन समय आम जहाँ साधन करथिबा सिद्ध होते ताहे प्राप्त हम। तद्भाव लिप्सुना कार्य, तद्भाव से ब्रजवासी मानकर भाव को लोभान्वित हो करिया दरकार। कि प्रकार करे? ब्रजलोकर अनुगत ब्रजवासी मानकर अनुगत्य से भाव को प्राप्त होगापी
ସାଧନ କରିବ ତାହେଲେ ସିଦ୍ଧ ଅବସ୍ଥାରେ ସେଟା ପ୍ରାପ୍ତ ହେବ। ଏସବୁ ସ୍ଥିତ ପାହାଚ ପାହାଚ ଅଛି। କହିଲେ ଶରୀର ଯାତ୍ରା ନିର୍ବାହ ଶରୀର କର୍ମ, ମାନସ କାର୍ଯ୍ୟ ସାମାଜିକ କ୍ରିୟା ବଦ୍ଧ ଜୀବର ଜୀବନ ନିର୍ବାହର ଜନ୍ୟ ପ୍ରୟୋଜନ। ଜୀବନ ନିର୍ବାହ ମାନେ ଶରୀରଟାକୁ ରକ୍ଷା କରିବା ପାଇଁ। ସଂସାର ତ ଅଛି, ସଂସାର ତ ଛାଡ଼ିକି ଯାଇପାରିବାନି କି ଶରୀରକୁ ଛାଡ଼ିବା କଥା କୁହାଯାଏନି। ଏଇ ଶରୀରକୁ ଧାରଣ କରି ଏଇ ସଂସାରରେ ହିଁ ଭଜନ କୀର୍ତ୍ତନ କରି କରି ଭଗବତ ସାକ୍ଷାତକାର ପ୍ରାପ୍ତ ହେବା ପାଇଁ କୁହାଯାଇଛି। ତେଣୁ କୁହାଗଲା ଶରୀରକୁ ନିର୍ବାହ କେମିତି କରିବ ଜୀବନଟାକୁ, ନା ଶରୀର ଯାତ୍ରା ନିର୍ବାହ ଶରୀର କର୍ମ। ଶାରୀରିକ କର୍ମ କରିବା ଦରକାର ଶରୀରଟାକୁ ସୁସ୍ଥ ରଖିବା ପାଇଁ। ଖାଦ୍ୟ ବି ଖାଇବା ଦରକାର, ତାକୁ ନିଷ୍କାସନ ବି କରିବା ଦରକାର, ବିଭିନ୍ନ ପ୍ରକାରକୁ ଶୟନ ବି ଦରକାର ହେବା ପାଇଁ। ଆହାର ବିହାର ବିଭିନ୍ନ ପ୍ରକାର ଶରୀରକୁ ନିର୍ବାହ କରିବା ପାଇଁ ସବୁ ରହିଛି, ସେସବୁ କରିବା ଦରକାର ଶାରୀରିକ କର୍ମ, ଫିଜିକାଲି ୱାର୍କ ଯାକ। ତାପରେ ମାନସ କାର୍ଯ୍ୟ, ମାନସିକ କାର୍ଯ୍ୟ କରିବା ଦରକାର। ଆଉ ସାମାଜିକ କାର୍ଯ୍ୟ, ଶରୀରକୁ ନିର୍ବାହ କରିବା ପାଇଁ କିଛି ସାମାଜିକ, କିଛି ମାନସିକ, କିଛି ଶାରୀରିକ କାର୍ଯ୍ୟ କରିବା ଦରକାର। ଏହି ହେଉଛି ଶରୀର ଜୀବନ ନିର୍ବାହ ପାଇଁ ଏଇଟା ଆବଶ୍ୟକ। ଜଣେ ଶରୀରର କିଛି ଯତ୍ନ ନେବନି କିଛି, ତାହେଲେ ଶରୀରଟା ସୁସ୍ଥ ରହିବ କେମିତି? ତେଣୁ ଜୀବନକେ ବହିର୍ମୁଖ হইতে না দিয়া ভক্তির সাধক করিবার জন্য যে সকল বৈধ চেষ্টা পূর্বে উল্লিখিত হয়েছে তাহ রাগনুগ প্রত্যয় সাধনর প্রয়োজন। শরীরକୁ ନିର୍ବାହ କରିବା ପାଇଁ ସାମାଜିକ କ୍ରିୟା, ମାନସିକ କ୍ରିୟା, ଶାରୀରିକ କ୍ରିୟାର ଆବଶ୍ୟକତା ରହିଛି। କିନ୍ତୁ ଜୀବନକୁ କି ପ୍ରକାର କରିବ? ବହିର୍ମୁଖ ହୋଇତେ ନ ଦେଇ, ଯେମିତି କୃଷ୍ଣଙ୍କ ଚରଣରୁ ବିଚ୍ୟୁତ ନ ହେବ, ହରିଭଜନରୁ ଯେମିତି ପରାଙ୍ଗମୁଖ ନ ହେବ, ଏହି ପ୍ରକାର ନ କରି ଭକ୍ତିର ସାଧକ କରିବା ପାଇଁ। ଏ ଜୀବନଟା ଯେମିତି ଜଣେ ଭକ୍ତିର ସାଧକ ହୋଇପାରିବ। ଦୁର୍ଲଭ ମାନୁଷ ଜନ୍ମ ଦେହିନା କ୍ଷଣଭଙ୍ଗର କୁହାଗଲା। ଅନେକ ଜନ୍ମର ବିଘଟନା ଅଘଟନା ପରେ, ବିବର୍ତ୍ତନବାଦ ପରେ ଦୁର୍ଲଭ ମଣିଷ ଜନ୍ମ ପ୍ରାପ୍ତ ହୋଇଛି। କିନ୍ତୁ ଏ ଜୀବନଟା ଯେମିତି ପୂର୍ବ ଜନ୍ମ ପରି ଏହି ପ୍ରକାର ଜନ୍ମ ଜରା ମୃତ୍ୟୁ ବ୍ୟାଧିରେ ଗ୍ରସିତ ହୋଇ ମାତୃକୁକ୍ଷୀରେ ଘୁରି ଘୁରି ଜଗତକୁ ଯେମିତି ବାରମ୍ବାର ନ ଆସିବ, ଏଇଥିପାଇଁ ଏଇ ଜୀବନରେ ଯେମିତି ଜଣେ ଭକ୍ତ ହୋଇପାରିବ, ସାଧକ ହୋଇପାରିବ। ଭକ୍ତିର ସାଧକ କରିବା ପାଇଁ ସବୁବେଳେ ପୂର୍ବରୁ କୁହାଗଲା କ'ଣ? ବିଧି ଚେଷ୍ଟା ସବୁ କୁହାଗଲା, ବିଧି ମାର୍ଗ ସବୁ କୁହାଯାଇଛି। କ'ଣ କ'ଣ ସବୁ ବିଧି ମାର୍ଗ ସବୁ ପଢ଼ିଥିଲା ଆମେ। ରାଗାନୁଗା ମାର୍ଗ ସେଇ ଭକ୍ତି ଅଙ୍ଗ ସବୁ ଦରକାର। ରାଗାନୁଗା ଭଜନ ବି ସେଇ ଭକ୍ତି, ଆର ଅଲଗା କିଛି ନାହିଁ, ଅଲଗା କିଛି ନାହିଁ ରାଗାନୁଗା ଭଜନରେ। ଆମକୁ କୁହାଯାଉଛି ବର୍ତ୍ତମାନ ବିଗ୍ରହଙ୍କ ସମ୍ମୁଖରେ ବସିବ, ପୁରା ମେରୁଦଣ୍ଡ ସିଧା କରିବ, ଛାତିରେ ହାତ ରଖିବ, ଜପମାଳା ଧରିବ, ଉଚ୍ଚାରଣ କରିବ, କର୍ଣ୍ଣରେ ଶୁଣିପାରିବ, ମନକୁ ଭଗବାନଙ୍କ ଚରଣରେ ଅଭିନିବେଶ କରି ଚେଷ୍ଟାକୁ ହରିନାମ କରିବ। ହରିନାମର ବିଧି ଏଇଟା ଆମମାନ ପାଇଁ। ଏମିତି କଲେ ଆମର ଧୀରେ ଧୀରେ ମଙ୍ଗଳ। ରାଗାନୁଗା ଭଜନର କିଛି ବିଧି ନାହିଁ। ତାଙ୍କ ତ ଆଖି ବନ୍ଦ କଲେ ତ କୃଷ୍ଣ ନାଚୁଛନ୍ତି, ତାଙ୍କ ପାଇଁ କ'ଣ ବିଧି ଦରକାର? ତାଙ୍କର ଶରୀର ସେ ପ୍ରକାର। ଯେମିତି ବର୍ତ୍ତମାନ ଯେଉଁମାନଙ୍କ ବେଶୀ ଆଣ୍ଟିବଡି ଅଛି ଯେଉଁମାନଙ୍କ ଶରୀରରେ, ତାଙ୍କୁ ଭାଇରସ୍ ସେଟା କରିପାରୁନି ନା। ଯେଉଁମାନଙ୍କ ଆଣ୍ଟିବଡିର ଅଭାବ ଅଛି ସେମାନେ ବିଭିନ୍ନ ପ୍ରକାର ନିୟମ ଭିତରେ ରହୁଛନ୍ତି। ଏ ହାତ ଧୁଅ, ମାସ୍କ ପିନ୍ଧ, ଦୁନିଆ ତାର ସବୁ ଦୁନିଆ ନିୟମ ରହିଛି। ଡିଷ୍ଟାନ୍ସ ମେଣ୍ଟେନ୍ କର, ବିଭିନ୍ନ ପ୍ରକାର ସବୁ ରହିଛି। ଯେଉଁମାନେ ସେ ପୁରା ପାୱାର ରହିଛି ତାଙ୍କୁ କିଛି କରିବା। ସେମିତି ରାଗାନୁଗା ଭଜନର ଅଧିକାରୀ ଯେଉଁମାନେ, ତାଙ୍କର ସବୁବେଳେ ଚିନ୍ତନ ଥାଏ, କୃଷ୍ଣ ଚିନ୍ତନ, ତାଙ୍କ ପାଇଁ ବିଧାନ କିଛି ନାହିଁ। ଆଉ ସେମାନେ ଯେମିତି କରୁଛନ୍ତି, ସେମାନେ ଶୋଇକି ଭଜନ କଲେ ଆମେ ବି ଶୋଇକି ମାଳ ଦେଇ ଶୋଇବା, ଏଇଟା ଆଳସ୍ୟର ଲକ୍ଷଣ, ଏଇଟା ଠିକ୍ ନାହିଁ। ସେମାନେ ବେଳେବେଳେ ମାଳାଟା ବାହାର କରିଦେ, ସେମାନେ ଖାଲି ଗୁରୁ ଆମେ ଗୁରୁମା ଦେଖିଛେ ଖାଲି ମାଳାକୁ ଧରି, ମାଳା ମୁଣି ଭିତରେ ନଥିବ ଧରି ଗୋଟେ, ଆମେ ବି ସେମିତିଆ କରିବା ଷ୍ଟାଇଲରେ, ଠିକ୍ ନାହିଁ। ସେମାନେ ତାଙ୍କ ସ୍ଥିତି ଅଲଗା। ସେମାନେ ଯାହା ବାହାରେ କଥା କହୁଥିବେ କିନ୍ତୁ ଭିତରେ ସବୁ ଠାକୁରଜୀକୁ ଚିନ୍ତନ କରୁଥିବେ। ଆମ ସ୍ଥିତି ନାହିଁ। ତେଣୁ ଆମମାନଙ୍କୁ ନିୟମ ଭିତରେ ରହିବା ଦରକାର। ଆମ ଯେଉଁ ନିୟମ ଭିତରେ ରହିଲେ ହିଁ ଧୀରେ ଧୀରେ ସେ ସ୍ଥିତି ଆସିପାରିବ। କିନ୍ତୁ ଭଜନ କୀର୍ତ୍ତନ ବୈଧି ମାର୍ଗ ଯେତେ ସବୁ ନୀତି ନିୟମ ରହିଛି, ରାଗାନୁଗ ମାର୍ଗ ସେସବୁ ପାଳନୀୟ, ସେଇ ଅଙ୍ଗ ସବୁ ଭକ୍ତିର ଅନୁକୂଳ ଅଙ୍ଗ ସବୁ ପାଳନୀୟ। ଏଠି ଲୋଭ ଥାଏ ଏଠି କରିବା ପାଇଁ।
ତେଣୁ ରାଗାନୁଗା ଭକ୍ତର ସାଧନ ଅନ୍ତରଙ୍ଗ କୁହାଗଲା। ରାଗାନୁଗା ଭକ୍ତର ଏ ସାଧନଟା ହେଉଛି ଅନ୍ତରଙ୍ଗ ସାଧନ, ପୁରା ଅନ୍ତରଙ୍ଗ କୁହାଗଲା। ଅନ୍ତରଙ୍ଗ ମାନେ ପୁରା ପାର୍ଷଦ ପୁରା ଠାକୁରଙ୍କର ଅନ୍ତରଙ୍ଗ ସାଧନ, ପୁରା ପାର୍ଷଦ ତାଙ୍କୁ ଦର୍ଶନ କରିବ, ତାଙ୍କରି ସେବା କରିବ, ତାଙ୍କରି ରୋଷେଇ କରିବ, ଏସବୁ ଅନ୍ତରଙ୍ଗ ସାଧନା, ଭଜନ କୀର୍ତ୍ତନ ସବୁ ଏସବୁ ଅନ୍ତରଙ୍ଗ ସାଧନ କର। ସାଧନ କାଳେ ଜୀବନ କି ଭାବେ ଗ୍ରହଣ କରିବେ? କହିଲେ ସାଧନ ସମୟରେ ଜୀବନଟା କି ଭାବରେ ଗ୍ରହଣ କରିବ? ପ୍ରଶ୍ନ କଲେ। ସେ ଅନ୍ତରଙ୍ଗ ସାଧନର ଉପଯୋଗୀ ହେବା ପାଇଁ ଅବଶ୍ୟ ବୈଦିକ ଭକ୍ତିର ଅଙ୍ଗ ସକଳ ସ୍ୱୀକାର ନା କରିଲେ ଜୀବନ ହଏ ଅକାଳେ ସମାପ୍ତ ହୋଇବେ, ନତୁବା ବହିର୍ମୁଖ ହୋଇ ରାଗାନୁଗ ରତିକେ ଖର୍ବ କରିବା থাকে। ଏଠି କହିଲେ ଜଣଙ୍କର ମନରେ ଲୋଭ ଆସିଗଲା, ମନେକର ସେଇ ପ୍ରକାର ରାଗାନୁଗ ଭଜନ କରିବା ପାଇଁ, ଅନ୍ତରଙ୍ଗ ସାଧନ କରିବା ପାଇଁ, ଠାକୁରଜୀଙ୍କର କୁଞ୍ଜ ନିକୁଞ୍ଜ ଭିତରେ ରହି ତାଙ୍କର ପାଖରେ ରହିକି ତାଙ୍କରି ନିକଟରେ ସେବା କରିବ। ଅନ୍ତରଙ୍ଗ ସାଧନ ଯେଉଁ କୁହାଗଲା, ତାଙ୍କୁ ଶୃଙ୍ଗାର କରିବ, ତାଙ୍କୁ ଅର୍ଚ୍ଚନ କରିବ। ଯଦି ଅନ୍ତରଙ୍ଗ ସାଧନରେ ଉପଯୋଗୀ ହୁଏ, ଅନ୍ତରଙ୍ଗ ସାଧନ ମାନେ ଯେଉଁ କହୁନାହାନ୍ତି ମଞ୍ଜରୀ ଭାବ ସବୁ ଯେଉଁ କହୁଛନ୍ତି, ତାଙ୍କୁ ଆଲଟ ଦେବ, ଚାମର ଦେବ, ତାଙ୍କର ପଦସେବା କରିବ, ତାଙ୍କର ବିଭିନ୍ନ ପ୍ରକାର ଯେଉଁ ସେବା ରହିଛି ଅନ୍ତରଙ୍ଗ ସାଧନ, ତାଙ୍କର ପଲଙ୍କୁ ସଜାଇ ଦେବ, ଠାକୁରଜୀଙ୍କର ଯୁଗଳ ସରକାରଙ୍କ ବିରାଜମାନ ବିହାର କରିବା ପୂର୍ବରୁ କୁଞ୍ଜକୁ ଟିକେ ସଜାଇ ଦେବ, ବିଭିନ୍ନ ପ୍ରକାର ସବୁ ଯେଉଁ ଅନ୍ତରଙ୍ଗ ସାଧନ ଲୋଭ ମଞ୍ଜରୀ ଭାବ ସବୁ କୁହାଯାଉଛି, ସେଇ ପ୍ରକାର ସାଧନ କରିବା ଯଦି ଉଦ୍ଦେଶ୍ୟ ରହୁଛି, ଯେମିତି ଆଉ ରଘୁନାଥଜୀ ଆମ ଗୋସାଇମାନେ ଚିନ୍ତା କଲେ, କ'ଣ ଚିନ୍ତା କଲେ, ପୁରା କେତେ ପ୍ରକାର ତାଙ୍କର ଭାବ ଅଛି। ରଘୁନାଥ ଥିଲେ ସାକ୍ଷାତ ସ୍ୱାମିନୀଙ୍କର ପ୍ରତ୍ୟକ୍ଷ ଚରଣ ସେବା କରିବା ପାଇଁ ଇଚ୍ଛା କଲେ, ନିଜେ ସ୍ୱହସ୍ତରେ ତାଙ୍କ ଚରଣକୁ ସେବା କରିବା ପାଇଁ। ଯେଉଁ ସ୍ୱାମିନୀଙ୍କ ଶ୍ରୀଚରଣକୁ ସ୍ପର୍ଶ କରିବା ପାଇଁ ଠାକୁରଜୀଙ୍କୁ ତପସ୍ୟା କରିବାକୁ ପଡ଼ୁଛି, ଭଗବାନ ଲଳିତା ବିଶାଖକୁ ମାଲିସ କରିବାକୁ ପଡ଼େ, ସେଇ ଚରଣକୁ ସେବା କରିବା ପାଇଁ ଇଚ୍ଛା କରିଥିଲେ ଗୋସାଇମାନେ। ଅନ୍ତରଙ୍ଗ ସେବା ଯାହା କୁହାଗଲା, ଠାକୁରଜୀଙ୍କ ସେବା ବି ସେମିତି। ଯେଉଁମାନେ ଏହି ପ୍ରକାର ଅନ୍ତରଙ୍ଗ ସାଧନର ଉପଯୋଗୀ ହେବା ପାଇଁ ଚେଷ୍ଟା କରନ୍ତି, ତାଙ୍କୁ ଅବଶ୍ୟ ବୈଦିକ ଭକ୍ତିର ଅଙ୍ଗ ସକଳ ସ୍ୱୀକାର କରିବାକୁ ପଡ଼ିବ, ଛାଡ଼ିଦେଲେ ହେବନି। କଥା ଶୁଣିଲେ ତ ତାଙ୍କ ପ୍ରତି ଲୋଭ ଆସିବ, କଥା ତାଙ୍କ ନାମଟା ତ ଜପ କରିବା ଦରକାର, କୀର୍ତ୍ତନ ତ କରିବା ଦରକାର ନା କ'ଣ? ଆଉ ତାଙ୍କ ନାମ କରିବନି, ତାଙ୍କର କଥା ଶୁଣିବନି, ସବୁବେଳେ ଚିନ୍ତନ ହେବନି, ଏଇଟା ଦରକାର, ଏଇଟା ଏସବୁ କଲେ ହିଁ ହେବ, କରିବା ଦରକାର। ରାଗାନୁଗା ଜୀବନକୁ ରକ୍ଷା କରିବା ଦରକାର, ନହେଲେ ଜୀବନଟା ଅକାଳ ନଷ୍ଟ ହୋଇଯିବ। ଶରୀରକୁ ରକ୍ଷା, ରାଗାନୁଗା ଭଜନ କରୁଥିଲେ କିଛି ଖାଇବନି ପିଇବନି, ମରିଯିବନି। ଶରୀରକୁ ରକ୍ଷା କରିବା ଦରକାର, ଶାରୀରିକ କ୍ରିୟା ବି ଦରକାର, ମାନସିକ କ୍ରିୟା ବି ଦରକାର, ସାମାଜିକ କ୍ରିୟା ବି ଶରୀରକୁ ରକ୍ଷା କରିବା ପାଇଁ କୁହାଗଲା। ଏହି ପ୍ରକାର ବି ରହିଛି, ଆବଶ୍ୟକତା ସେଠି ରହିଛି, ନହେଲେ ଶରୀରଟା ଅକାଳେ ନଷ୍ଟ ହୋଇଯିବ, ଅସମୟରେ ନଷ୍ଟ ହୋଇଯିବ। ନହେଲେ ଭଜନ ହେବନି ନା। ଏଥିପାଇଁ ବହିର୍ମୁଖ ହୋଇ ରାଗାନୁଗା ରାତିକେ ଖର୍ବ କରେ। ତାପରେ ଧୀରେ ଧୀରେ ଯଦି ବୈଦିକ ଭକ୍ତିକୁ ଜଣେ ଗ୍ରହଣ କରିବନି, ତାହେଲେ ତା ମାନସିକ ସ୍ଥିତି ଭଜନର ରାଗାନୁଗା ଭଜନ ତ ଚେଷ୍ଟା କରିବା ପାଇଁ ଇଚ୍ଛା ଥିବ, କିନ୍ତୁ ଧୀରେ ଧୀରେ ସିଏ ରାଗାନୁଗା ଭଜନ କ'ଣ ସଂସାର ପ୍ରତି ଧାବିତ ହେଇଯିବ, ତା'ର ବହିର୍ମୁଖ ଭାବ ଆସିଯିବ ତା'ର ମନ। ଯେଉଁମାନେ ଏ ବୈଦିକ ମାର୍ଗକୁ ଜଣେ ମାନୁନାହାନ୍ତି, ଏ ପ୍ରକାର ବର୍ଣ୍ଣନା କରାଗଲା। 7:50 ହେଇଗଲାଣି, ଆଜି ଲେଟ୍ ହେଇଗଲା। ଚାଲ ଜପ କର। ସତ୍ସଙ୍ଗ ପାଖରେ ଥିବ, ସୁବିଧା ଥିବ, ତମେ